ଜଖମ ଦଉଛନ୍ତି ରେ। ଜଖମ ନାଇଁ ପଚାରୁଛି ବୋଲେ ଇଆଡେ ମୁଁ ପ୍ଲାନ୍ ଟା କରିବି ନା ଏଇଠି ଫୁଲର ଇଏ ସଜେଇଦେବି ସତରେ ଉମରକୋଟ ପାଇଁ ତ ହେଇପାରୁନି। ହଁ ହଁ ନିଶ୍ଚୟ ନିଶ୍ଚୟ ମୁଁ ଯିବିନି। ହଁ ଯୋଉ ପଳଉଛ ଏଇଠି ସକାଳ କରିକି ଉପର ଯୋଉ ପଳଉଛ ତାପରେ ଗଲା ବେଳକୁ ସିଆଡେ ସକାଳୁ ଏଠି ଆସୁଛ। ଯାଉଛି ଘରକୁ ସ୍କୁଲ ରୁ ଯାଉଛି ଘରକୁ। ହେଲେ ଏଥର ଆଇଲା ଉମରକୋଟ ଯିବା ନାହିଁ ପରା। ହୁଁ ଏଁ ଆହୁରି ଜଖମ ଦଉଛନ୍ତି ରେ। ଜଖମ ନାଇଁ ପଚାରୁଛି ବୋଲେ ଇଆଡେ ମୁଁ ପ୍ଲାନ୍ ଟା କରିବି ନା ଏଇଠି ଫୁଲର ଇଏ ସଜେଇଦେବି ସତରେ ଉମରକୋଟ ପାଇଁ ତ ହେଇପାରୁନି। ହଁ ହଁ ନିଶ୍ଚୟ ନିଶ୍ଚୟ ମୁଁ ଯିବିନି। ହଁ ଯୋଉ ପଳଉଛ ଏଇଠି ସକାଳ କରିକି ଉପର ଯୋଉ ପଳଉଛ ତାପରେ ଗଲା ବେଳକୁ ସିଆଡେ ସକାଳୁ ଏଠି ଆସୁଛ। ଦକ୍ଷିଣୀ ପଦ୍ମଙ୍କ ପଲଙ୍କ ସେବା ତ ଆପଣ ଶୁଣିଲେ ଯୋଉ ପଲଙ୍କ ସେବା ପାଇଁ ଗୋଟେ ସମୟରେ ସାରଥୀଙ୍କୁ ବଦନାମ କରିଥିଲେ ପ୍ରକୃତରେ ସେ ପଲଙ୍କ ସେବା କିଏ ଦେଖିଥିଲା କୋଉଠି ଦେଖିଥିଲା କେମିତି ଦେଖିଥିଲା ତାର ତଥ୍ୟ ପ୍ରମାଣ ସେଭେନ ପାଖରେ ନାହିଁ କେବଳ ଗୋଟିଏ ଗପ ଏବଂ ଏ ଗପର କାହାଣୀକାର ଟୁଙ୍ଗୁରୁ ସ୍ୱାଇଁ ଏ ଗପର ପ୍ରଯୋଜକ ସଠନାୟକ ଏବଂ ଆକୁ ସେମାନେ ବ୍ୟାପକ ଭାବେ ପ୍ରଚାର ପ୍ରସାର କରି ବ୍ୟାପକ ଭାବେ ନିଜ ସ୍ଥିତି ସଜାଡ଼ି ଦେଲେ। ଆଉ ଜଣେ କାର୍ପଟଦାର ଅଛନ୍ତି ତାଙ୍କ କଥା ଟିକେ ବିଳମ୍ବରେ ଆସିବ। ଏଠି ଆଉ ଗୋଟିଏ ଆଧାର ମଧ୍ୟ ଦେଖି ଦିଅନ୍ତୁ ଏଇ ପଲଙ୍କ ସେବା ପରେ ଆଙ୍କୁ ଟିକେ ଜାଗା ବି ଦରକାର ଜାଗା ମିଳୁନି ଖେଳ କରିବେ ଜାଗା ନିହାତି ଦରକାର ଖେଳ କରିବା ପାଇଁ ଜାଗା ଦରକାର ତେଣୁ କୋରାପୁଟ ଜିଲ୍ଲାର ବାସିନ୍ଦା ମାନେ ବା ଜୟପୁର ସହରର ଲୋକମାନେ ଯଦି ଅନୁଗ୍ରହ କରି ଏଇ ଦକ୍ଷିଣୀ ପଦ୍ମକୁ ଜାଗା ଟିକେ ଯୋଗେଇ ଦେବେ ଦକ୍ଷିଣୀ ପଦ୍ମ ଟିକେ ଭଲରେ ଖେଳ କରିବେ ଜାଗା ମିଳୁନି ତାଙ୍କୁ। ତମେ କେତେ ଖେଳ କରୁଛ ତମେ କେତେ ଏନ୍ଜୟ କରୁଛ ତମେ କେତେ ମତେ ଖୁସି ଦଉଛ ସେଇଟା ଦେଖିବେ ତ। ଜାଗା ଲୋକେସନ ଟା ଆମର ଅସୁବିଧା ହେଇଯାଉଛି। ସେ ସାନ ରୁମ୍ ଟା ଉପର ଯୋଉ ଥିଲା ସବୁ ସେ ଦେଇଦେଲା ଭଡା 1 BHK ଗୋଟେ ଥିଲା ସେପଟ ଭଡା ଇନକମ ଦେଇଦେଲା। କରୁଛନ୍ତି ଇଏ ଖେଳ ପାଇଁ ତ ବଡ ବିକଳ କରିବେ ଆଉ କଣ ଯୋଉଠି ହେଲେ ଟିକେ ଖେଳ କରିଦବା କଥା ଆଉ ସେଇଥିପାଇଁ ବ୍ଲଗିଂ କରୁଛନ୍ତି ବ୍ଲଗରକୁ ପଇସା ମିଳୁଛି ତେଣୁ ଖେଳ କରିବାରେ ମାତିଛନ୍ତି ଆଉ ଏ ଖେଳ କଥା କହିଲେ ଦୌଡୁଛନ୍ତି କୋର୍ଟକୁ ଆଜ୍ଞା ମତେ କହିଦେଲା ଆଜ୍ଞା ମୋର ପେଡି ଖୋଲିଦେଲା ଇଏ ହଉଛି ଆର ଅସଲ ଚରିତ୍ର ତେଣୁ ତମେ କରିବ ଖେଳ କହିଦେଲେ ଆମ ପାଇଁ କରିବ କାଳ। ଦକ୍ଷିଣୀ ପଦ୍ମଙ୍କର ବଡ ପସନ୍ଦ ମ୍ୟାନଫୋର୍ସ ଛଡା ବାବୁ ଆଉ କିଛି ପସନ୍ଦ କରନ୍ତି ନାହିଁ। ଶୁଣନ୍ତୁ ତାଙ୍କର କୁଣ୍ଡିଆଣୀ ବାନ୍ଧବୀଙ୍କ ଠାରୁ ତାଙ୍କ ବାନ୍ଧବୀଙ୍କ ନାଁ କୁଣ୍ଡିଆଣୀ ତେଣୁ ତାଙ୍କର ପ୍ରବଳ ସେ ପ୍ରକାର ଦୋଷ ଅଛି ତେଣୁ ଏଇ କୁଣ୍ଡିଆଣୀ ବାନ୍ଧବୀ ତାଙ୍କର ଏଇ ଦକ୍ଷିଣୀ ପଦ୍ମଙ୍କ ବାବଦରେ କଣ କହୁଛନ୍ତି ତା ବି ଶୁଣନ୍ତୁ। କେତେ ତମର ରଙ୍ଗ ଭଗବାନ କେତେ ତମର ବୁଦ୍ଧି ମାନେ ପ୍ୟାକେଟ ର ଜରି ସିଲ୍ ଥିବ ସେଇଟା ଖାଲି ମେନ୍ ଫୋର୍ସ ରେ ଥାଉଛି ସବୁଠି ଆଉ ଥିବ କଣ ସବୁରେ ନାଇଁ ବିଲକୁଲ ନାଇଁ ତମେ ହେଲେ ଖାଲି ମେନ୍ ଫୋର୍ସ ଆଣିଛ ଆଉ କିଛି ଆଣିନ ତମେ ସବୁ ଜରି ଥିବ ସବୁରେ ଜରି ଥିବ ନାଇଁ ହେଲେ ନଥାଉଛି ହେଇଥିବ ଆମ ଆଇଡିଆ ନା କେତେ ତମର ରଙ୍ଗ ଭଗବାନ କେତେ ତମର ବୁଦ୍ଧି ମାନେ ପ୍ୟାକେଟ ର ଜରି ସିଲ୍ ଥିବ ସେଇଟା ଖାଲି ମେନ୍ ଫୋର୍ସ ରେ ଥାଉଛି ସବୁଠି ଆଉ ଥିବ କଣ ସବୁରେ ନାଇଁ ବିଲକୁଲ ନାଇଁ ତମେ ହେଲେ ଖାଲି ମେନ୍ ଫୋର୍ସ ଆଣିଛ ଆଉ କିଛି ଆଣିନ ତମେ ସବୁ ଜରି ଥିବ ସବୁରେ ଜରି ଥିବ ନାଇଁ ହେଲେ ନଥାଉଛି ହେଇଥିବ ଆମ ଆଇଡିଆ ନା କି ଜୋସ୍ କି ଫୁର୍ତ୍ତି 10 ରାଷ୍ଟ୍ର ଗୋଟେ ଇଏ ହେଇଗଲେ ଗଲା ଆଉ କଣ ଭାଇଗିରା ଆଣିଛ ଖୁଆଇଦବ ଗଲା ଥର ମୁଁ ଆଣିଛି ସେଟା କାମ କରିବେ ନା କିଣେ ବର୍ଷ ଗଥର କିଣିଥିଲି 4ଟା ଗୋଟେ ୟୁଜ୍ ହେଇଛି ଆଉ 3ଟା ଅଛି ଡେଟ୍ ଅଛି ତ ଏକ୍ସପାୟରୀ ଡେଟ୍ ଅଛି ଯେ କାମ କରିବ କି ନାଇଁ ନାଇଁ ନା ନୂଆଟା ଆଣିବା ଷ୍ଟକ୍ ନାଇଁ କାମ ଦବ 2026 ପର୍ଯ୍ୟନ୍ତ ଏକ୍ସପାୟରୀ ଡେଟ୍ ଥିଲା ସେଟା ଆଣିଥିଲା କାହିଁ କାମ ଦବନି ଦବ ଏ କଥା ଆପଣ ମାନେ ବି ଶୁଣନ୍ତୁ କୋଉଭଳି ଭାବେ ଆଉ ରହିକି ଘର ଛାଡିକି କରିବାକୁ ମନ ଏବଂ ସେଥିପାଇଁ ଯାହା ପରିସ୍ଥିତି ଆସିଯାଉ ଖିଆ ଯାଏ छोड़ दिया जाए ଛାଡି ପାରିବ କି ପିଲାମାନେ ବଡ ହେଇ ଏତେ ଦିନ ହେଲାଣି ଛାଡି ହଁ ଛାଡିବାଟା ଗୋଟେ ଅସମ୍ଭବ ଜିନିଷ ବର୍ଷେ ତ ଛାଡି ହବ ନା କୋଉଟା ବର୍ଷେ ତ ଛାଡି ହବ ନା ବର୍ଷେ ଛାଡି କଣ କରିବ ବର୍ଷେ ଏଞ୍ଜୟ କରିବା ଆଚ୍ଛା ବର୍ଷେ ଛାଡିଲେ କିଏ ରହିବେ ତମ ସହିତ ଛାଡିଲେ କଣ ଅଛି କୁହ ଏବେ ମତେ ସବୁ ଦେଇ ଦଉଛନ୍ତି ଯେ ମୁଁ ଏବେ ଇଏ ହେଇଯାଉଛି ଦଉନାହାନ୍ତି କଣ କିଛି ତ ନାଇଁ
ଆଉ କଣ ଦେଉନା ସବୁ ତ ଦଉଛନ୍ତି ଆଉ କଣ ଦଉନାହାନ୍ତି କଣ ଖାଲି ଏଇଟା କି ଏଇଟା ତ ମେନ୍ କହୁଛି ମୁଁ ସବୁ ଛାଡି ଛାଡିକି ପଳେଇ ଆସିବି ଦେଖ ଦେଖ ମୋ ପାଇଁ ଘର ଗୋଟେ ଦେଖ ବୋଲି କହୁଛି। ଜୈବ ରହିବ କି ଆଜ୍ଞା ଆଉ ବାପା ରହିଲେ କୁଆଡେ ଯାଇପାରିବନି ବାପା ରହିଲେ ଖାଲି ଘରେ ଘରେ ରୁହ ଘରେ ରୁହ। ଭୁବନେଶ୍ୱର ଆଉନ ଭୁବନେଶ୍ୱର କୋଉଟା आम चैनल को जदि पसंद करुछंती तेबे आमको लाइक करंतु, सब्सक्राइब करंतु, शेयर करंतु।